गुड इवनिंग फेलास। ମୁଁ ତମର ଇଂଲିଶ ଟିଚର ପ୍ରାତୀଜି ତମକୁ ୱେଲକମ୍ କରୁଛି ଇ ଟ୍ୟୁସନ୍ को। ଇ ଟ୍ୟୁସନ୍ ହେଉଛି ଓଡ଼ିଶାର ଫାଷ୍ଟେଷ୍ଟ ଲର୍ଣ୍ଣିଂ ଇ ପ୍ଲାଟଫର୍ମ। ଯଦି ଏବେ ଯାଏ ସବସ୍କ୍ରାଇବ୍ କରିନ ଦେନ୍ ଜଲ୍ଦି ଜଲ୍ଦି ସବସ୍କ୍ରାଇବ୍ କରିଦିଅ। ତ ଚାଲ ଆଜି ଆମେ ଆମର ପଢ଼ିବା ନବମ ଶ୍ରେଣୀ ଇଂଲିଶ ବୁକ୍ର ଚାପ୍ଟର ନମ୍ବର 6 ଦ୍ୟାଟ୍ ଇଜ୍ ହୋମ୍ ଆଣ୍ଡ ଲଭ୍। होम ଆଉ ଲଭ୍ର ଡେଫିନେସନ୍ ତମକୁ ବୁଝେଇବା ଦରକାର କି ତମମାନେ ତ ବହୁତ ସ୍ମାର୍ଟ, ତମମାନେ ତ ଜାଣିଥିବ ହୋମ୍ ମାନେ ଆଉ ଲଭ୍ ମାନେ କ'ଣ। ହୋମ୍ ମାନେ ହେଉଛି ଘର ଆଉ ଲଭ୍ ମାନେ ହେଉଛି ଭଲ ପାଇବା ବା ସ୍ନେହ। ଏଠି ଆମର ଗୋଟେ ଛୋଟ ପିକ୍ଚରାଇଜେସନ୍ ଅଛି ବୋଥ୍ ହୋମ୍ ଆଉ ଲଭ୍ର। ହୋମ୍ଟା କାହାକୁ ନେଇକିନା ହୁଏ, ଘରେ ଆମ ଫ୍ୟାମିଲିକୁ ନେଇକିନା ହୋମ୍ ବନେ। ଗୋଟେ ହାଉସ୍ଟା ହୋମ୍ କେତେବେଳେ ବନେ ଯେତେବେଳେ ସେଇଠି ଲଭ୍ ଥାଏ, ସବୁ ଇଚ୍ ଆଣ୍ଡ ଏଭ୍ରି ମେମ୍ବର୍ସ ଭିତରେ ଭଲ ପାଇବା ଥାଏ, ସେଠି ଯାଇକିନା ହାଉସ୍ଟା ହୋମ୍କୁ କନଭର୍ଟ ହୁଏ। ଆଉ ଦେର୍ ଇଜ୍ ଅ ଡିଫରେନ୍ସ ବିଟୱିନ୍ ଅ ହାଉସ୍ ଆଣ୍ଡ ଅ ହୋମ୍। କ'ଣ, ହାଉସ୍ଟା ହେଉଛି ଗୋଟେ ଘର ଆଉ ହୋମ୍ ହେଉଛି ଯେଉଁଠି ଆମେ ମାନେ ରହେ, ଯେଉଁଟା ଆଉ ନହେଲେ ତ ହାଉସ୍ ଅଛି ଯେଉଁଟା ରେଣ୍ଟରେ ଦେଇ ଦିଅନ୍ତି କି ଯେଉଁଟା ଅଲଗା କିଛି ୟୁଟିଲାଇଜେସନ୍ ପାଇଁ ଦେଇ ଦିଅନ୍ତି। ବାକି ହୋମ୍ ସେବେ ହୁଏ ଯେତେବେଳେ ଫ୍ୟାମିଲି ମେମ୍ବର୍ସ ମାନେ ସେଠି ଏକା ସହିତ ୱିଥ୍ ଭଲ ପାଇବା ରୁହନ୍ତି। ତମମାନଙ୍କର ସବୁ ଫ୍ୟାମିଲି ମେମ୍ବର୍ସ କିଏ କିଏ ଅଛନ୍ତି ଆଉ ଇଣ୍ଟରାକ୍ସନ୍ କରିବା ତମେ କମେଣ୍ଟ ସେକ୍ସନରେ ମୋତେ କହିବ ହେଲା, କିଏ କିଏ ତମର ଫ୍ୟାମିଲି ମେମ୍ବର୍ସ ସବୁ ଅଛନ୍ତି। ଏଇଠି ଆଉ ଗୋଟେ ଛୋଟ ପିକ୍ଚର ଅଛି ହୋମ୍ର ହେଲା। ତ ଚାଲ ଦେଖିବା ଆମର ଏଇଟା କିଏ ଫାର୍ଷ୍ଟ ଲେଖିଛନ୍ତି। ଆମର ଯେଉଁ ଏଇଟା ପୋଏମ୍ ଅଛି ଏଇଟାର ପୋଏଟ୍ କିଏ ତାଙ୍କ ବିଷୟରେ ଟିକେ ପଢ଼ିବା। ଏଇ ପୋଏମ୍ର ପୋଏଟ୍ ହେଉଛନ୍ତି ରବର୍ଟ ୱିଲିୟମ୍ ସର୍ଭେସ୍। ତ ସେ କ'ଣ ତାଙ୍କ ବିଷୟରେ ଟିକେ ପଢ଼ିବା। ରବର୍ଟ ୱିଲିୟମ୍ ସର୍ଭେସ୍ ଜନ୍ମ ହେଇଥିଲେ 1874ରେ ଆଉ ତାଙ୍କର ଡେଥ୍ ହେଇଥିଲା 1958ରେ। ଆଣ୍ଡ ହି ୱାଜ୍ ବର୍ନ ଇନ୍ ପ୍ରେଷ୍ଟନ୍ ଇଂଲଣ୍ଡ। ଇଂଲଣ୍ଡରେ ସେ ଜନ୍ମଗ୍ରହଣ କରିଥିଲେ। During his lifetime, he published 4 collections of poetry. तो 4टा collections poetry ର ସେ publish କରିଥିଲେ ତାଙ୍କର ଲାଇଫ୍ ଟାଇମ୍ ଭିତରେ। ଆଉ ସେଇ 4ଟା ଭିତରୁ ହୋମ୍ ଆଣ୍ଡ ଲଭ୍ ଗୋଟେ ହେଲା, ସେ ହେଉଛି ଅନ୍ୟତମ। ହୋମ୍ ଆଣ୍ଡ ଲଭ୍ ହେଉଛି ଅନ୍ୟତମ। ତ ସେଇ ଉପରେ ଆମେ ପଢ଼ିବା, ବଟ୍ ଏଇଟା ହେଉଛି ରବର୍ଟ ୱିଲିୟମ୍ ସର୍ଭେସ୍ଙ୍କର ଗୋଟେ ଛୋଟ ପିକ୍ଚର। ଅଲରାଇଟ୍। ଆଉ ହୋମ୍ ଆଣ୍ଡ ଲଭ୍ ଆମେ ନାଁରୁ ହିଁ ଜାଣିପାରୁଥିବୁ ବହୁତ ଫ୍ୟାମିଲିୟର ଲାଗୁଛି, ମାନେ ଆମେ ଜଣାଶୁଣା ହିଁ ଲାଗୁଛି। ଘର ଆଉ ସ୍ନେହ, ଘରେ ଥିବା ସ୍ନେହ ଏଇଟା ବହୁତ ହି ଫ୍ୟାମିଲିୟର ଲାଗୁନି, ମାନେ ଆମେ ଜାଣିଛେ କ'ଣ ପଢ଼ିବ ଏମିତି ଆମେ ତ ଜାଣିଛେ ଏମିତିରେ। ତ ଚାଲ ଟିକେ ପଢ଼ିଦେବା, ତାପରେ ଜାଣିଛେ ତ ବଟ୍ ଟିକେ ପଢ଼ିଦେବା। ତ ଫାର୍ଷ୍ଟ ଲିଡ୍ ଇନ୍ ନେଇଯିବା। We love our home because we live here and rise up in life. ଆମେ ଜାଣିଛେ ଯେଉଁଠି ଆମେ ଜନ୍ମଗ୍ରହଣ କରିଛେ, ଯେଉଁଠି ଆମେ ରହୁଛେ, ଯେଉଁଠୁ ଆମେ ଛୋଟରୁ ବଡ଼ ହେଉଛେ, ଆମେ ସେ ଜାଗାକୁ କେମିତି ଭୁଲି ପାରିବା କି ଭଲ ପାଇବାନି। ଆମେ ସେ ଜାଗାକୁ ନିହାତି ଭଲ ପାଏ, ବହୁତ ଭଲ ପାଏ। ବିକଜ ଘର ଗୋଟେ ଏମିତି ଜାଗା ଯେଉଁଠି ତମେ ଯୁଆଡ଼େ ବି ତମେ ଯେକୌଣସି ଗୋଟେ ଅଲଗା ଦେଶକୁ ବି ଯାଅ ଭାରି, ଗୋଟେ ଅଲଗା କଣ୍ଟ୍ରି ହଉ, ଗୋଟେ ଅଲଗା କଣ୍ଟିନେଣ୍ଟ ହଉ, ଯୁଆଡ଼େ ବି ଯାଅ ଭାରି, ବଟ୍ ପିସ୍ ତମକୁ ଘରକୁ ଆସିକି ହିଁ ମିଳେ। ତମମାନେ ବି ସବୁ 8, 9, 10 ଏମିତିରେ ପଢ଼ୁଛ, ଯେତେବେଳେ 10th କମ୍ପ୍ଲିଟ୍ କରିସାରିଲା ପରେ ଯେତେବେଳେ ତମମାନେ ସବୁ କଲେଜକୁ ସିଫ୍ଟ ହେଇଯିବ କି ହଷ୍ଟେଲ ସବୁ ଯିବ ଭାରି, ସେଇ ଟାଇମ୍ରେ ନା ଘରର ଏହମିୟତ ଜାଣିବ। ଏବେ ତମମାନଙ୍କୁ ଲାଗୁଥିବ କି ହଁ ଘରେ ତ ଅଛୁ, ଘରର ଏହମିୟତ ଗୋଟେ କ'ଣ। ଯେତେବେଳେ ଧୀରେ ଧୀରେ ବଡ଼ ହେଇଯିବ, ଯେତେବେଳେ ଘରେ ଛାଡ଼ିକିନା ଯେତେବେଳେ ହଷ୍ଟେଲ ରହିବ, ହଷ୍ଟେଲ ଏବେ 12th କମ୍ପ୍ଲିଟ୍ କରିବ, ତାପରେ ଗ୍ରାଜୁଏସନ୍ କରିବ, ତାପରେ ହାୟର ଷ୍ଟଡିଜ୍କୁ ଯିବ, ତାପରେ ଜବ୍ କରିବା ଷ୍ଟାର୍ଟ କରିବ। ଆଉ ଘର ସହିତ ବହୁତ ଏମିତି ନା ତୁମକୁ ଛୁଟି ମିଳିଲେ ହିଁ ଘରକୁ ଆସିପାରିବ। ସେତେବେଳେ ନା ଘର ଆଉ ଫ୍ୟାମିଲିର ଏହମିୟତ ତୁମକୁ ବେଶୀ ଲାଗିବ। କି ମାର ହାତର ରୋଷେଇ, ବାପାଙ୍କର କଥା, ବାପାଙ୍କର ଆଡ଼ଭାଇସ୍, ସଜେସନ୍, ସେଇଗୁଡ଼ା ଯେତେବେଳେ ମନେ ପଡ଼ିବ, ସେତେବେଳେ ଘରକୁ ଆସିବା ପାଇଁ ବହୁତ ଇଚ୍ଛା ହେଉଥିବ, ବଟ୍ ସେଇ ଟାଇମ୍ରେ ତୁମେ ଆସିପାରୁନଥିବ। ଘରର ସେଇ ଭଲ ପାଇବାକୁ ତୁମେ ମିସ୍ କରୁଥିବ। ଭାଇ ଭଉଣୀଙ୍କ ସହିତ ଯେଉଁ କଳହ, ଏକା ସହିତ ବସିକି ଖାଇବା, କଥା ହେବା, ସେଇଗୁଡ଼ା ଯେତେବେଳେ ମନେ ପଡ଼ିବ ନା, ସେତେବେଳେ ତୁମକୁ ଘରକୁ ଆସିବା ପାଇଁ ବହୁତ ଇଚ୍ଛା ହେଉଥିବ, ବଟ୍ ତୁମେ ଆସିପାରୁନଥିବ ବିକଜ ତୁମକୁ ଛୁଟି ମିଳୁନଥିବ ଆସିବା ପାଇଁ। ତ ସେଇ ଟାଇମ୍ରେ ହୋମ୍ ଆଣ୍ଡ ଲଭ୍ର ରିଏଲାଇଜେସନ୍ଟା ବହୁତ ଷ୍ଟ୍ରଙ୍ଗଲି ହୁଏ। ତ ଏଇଟା ସେଇଠି ଲେଖା ହେଇଛି କି ଆମେ ଆମ ଘରକୁ ବହୁତ ଭଲ ପାଏ, ଯେଉଁଠି ଆମେ ଛୁଆରୁ ବଡ଼ ହେଇଥାଏ। ଯଦି ତମେ ମାନେ ନା କେବେ
शिफ्ट କରିଗଲ ଅଲଗା କୋଉ ଘରକୁ ଦେନ୍ ବି ତମକୁ ସେଇଟା ଫିଲ୍ ହବ କି ଆମେ ଯୋଉଠି ଆଗରୁ ଥିଲୁ ସେଇ ଘରଟା କେତେ ଭଲ ଥିଲା। ତମେ ଚାହେ ଆଗରୁ ଗୋଟେ ଛୋଟ ଘରେ ରହୁଥିବା କି ନେକ୍ସଟ ଯେତେବେଳେ କୋଉ ଘରକୁ ଗଲ ସେଟା ବହୁତ ବଡ ଆଲିଶାନ କରିଥିବ କି ବହୁତ ଆଜିକାଲି ଯେତେ ଯେତେ ନୂଆ ନୂଆ ଟ୍ରେଣ୍ଡ ଆସୁଛି ସେଇ ଅନୁସାରେ ଘର ବନେଇକିନା ରଖିଥିବ। ବଟ୍ ନା ତମକୁ ଗୋଟେ ଇନର ପିସ୍ ଟା ଯେତେବେଳେ ତମେ ପୁରୁଣା ଘରକୁ ଆସିବ ନା ସେଇଠି ହିଁ ମିଳିବ। ସେଟା ଚାହେ ଯେତେ ହିଁ ଛୋଟ ଥାଉ ନା କାହିଁକି ତମର ସେଇଠି ତମର ମେମୋରିଜ ଥିବ ତମର ସ୍ମୃତି ଥିବ ତମ ଛୁଆ ବେଳର ନେଇକିନା ତମେ जब तक चेंज न କରିଛ तब तक ର ସ୍ମୃତି ଥିବ। ତମମାନଙ୍କୁ ସେଇଠି ହିଁ ବେଶୀ ପିସ୍ ଫିଲ୍ ହବ ସେଇଠି ସବୁ ମେମୋରିଜ ଥାଏ। ଛୁଆରୁ କେମିତି ବଡ ହେଲ ସେଇଠି ସବୁ ମେମୋରିଜ ଥାଏ। ତ ହୋମ୍ ଇଜ୍ ହୋମ୍ ତାକୁ ଆଉ କେହି କୋଉ ବି ଜାଗା ଯେତେ ବି ହୋଟେଲ୍ସ ହଉ ଯୋଉ ଲଜେସ୍ ହଉ ଯୋଉ ରିସର୍ଟ ହଉ କି ସୁଇଟ୍ ହଉ କିଛି ବି ତାକୁ ବିଟ୍ କରିପାରିବ ନାହିଁ। ଘରଟାରେ ଯେତେ ପିସ୍ ମିଳେ ଆଉ କୋଉଠି ବି ମିଳିବନି ତମେ ଯୋଉ ବି ଯେତେ ବି 5 ଷ୍ଟାର 7 ଷ୍ଟାର ହୋଟେଲକୁ ଯାଅ ତମେ ଯାଇକିନା ସେଠି କିଛି ଦିନ ରହିଲେ ତମକୁ ଭଲ ଫିଲ୍ ହବ। ହଁ ଏମିତି ନାହିଁ କି ଖରାପ ଫିଲ୍ ହବ। ତାଙ୍କର ଯେତେ ସର୍ଭିସେସ୍ ତମକୁ ବହୁତ ପସନ୍ଦ ଆସିପାରେ ସବୁ କିଛି ବହୁତ ଭଲ ଥିବ ଇଭେନ୍ କି ହଷ୍ଟେଲରେ ବି ଯେତେ ଲକ୍ଜରିୟସ୍ ହଷ୍ଟେଲକୁ କି କଲେଜକୁ ଯାଅ କି ଯୁଆଡ଼େ ବି ଯାଅ ତମକୁ ବହୁତ ଭଲ ଫିଲ୍ ହବ ବଟ୍ କିଛି ଦିନ ପାଇଁ। ନେକ୍ସଟ ତାପରେ ଯେତେବେଳେ 1 ମନ୍ଥ ଆରାଉଣ୍ଡ ହେଇଯିବ କି ହାର୍ଡଲି 2 ମନ୍ଥ ଆରାଉଣ୍ଡ ହେଇଯିବ ଯେତେବେଳେ ତମ ଘରକୁ ମିସ୍ କରିବା ଷ୍ଟାର୍ଟ କରିବ ସେଇଠି ହିଁ ତମର ମନେ ପଡିବ ରିଅଲାଇଜେସନ ହବ ତମ ଘର ବିଷୟରେ ଆଉ ଘରର ଭଲ ପାଇବା ବିଷୟରେ ଫ୍ୟାମିଲି ମେମ୍ବର୍ସ ମାନଙ୍କ ବିଷୟରେ। ତାପରେ ଚାଲ ଲିଡ୍ ଇନ୍ ଟା ଆମେ ଅଧା ରଖିଥିଲେ ସେଇଟା କମ୍ପ୍ଲିଟ୍ କରିବା। The home attracts us. Our parents and family members love us and nurture us. We grow in the warmth, comfort and care of the family. ତ ଆମର ପ୍ୟାରେଣ୍ଟସ୍ ଆଉ ଫ୍ୟାମିଲିକୁ ନେଇକିନା ହିଁ ଆମର ଘରଟା ହୁଏ। ଆଉ ପ୍ୟାରେଣ୍ଟସ୍ ଆଉ ଫ୍ୟାମିଲି ପ୍ୟାରେଣ୍ଟସ୍କୁ ଛାଡ଼ିକିନା ଆମର ସିବଲିଙ୍ଗସ୍ ମାନେ ଥାନ୍ତି କାହାର କାହାର କେବେ କଜିନ୍ସ ମାନେ ଥାନ୍ତି ରିଲେଟିଭ୍ସ ମାନେ ଆସନ୍ତି ସେଇଗୁଡ଼ାକୁ ନେଇକିନା ହିଁ ଆମର ଘରଟା କନସିଷ୍ଟ କରେ। ଆଉ ଆମେ ଆମର ଯେତେବେଳେ ଘରେ ଥାଏ ସେଠି ଯୋଉ ୱାର୍ମଥ୍ ଥାଏ ଯୋଉ କମ୍ଫର୍ଟ ଥାଏ ଆଉ ଫ୍ୟାମିଲିର ଯୋଉ କେୟାର ମିଳେ ସେଇଟା ଆଉ କୋଉଠି ତମକୁ ମିଳିବ ନାହିଁ। ତମେ ଯେତେ ବି ସାଙ୍ଗସାଥି ହୁଅ ସାଙ୍ଗସାଥି ମାନେ ସବୁବେଳେ ଥିବେ ତମ ସହିତ। ହଁ ମୁସ୍କିଲରେ ବି ତମ ସହିତ ଥାଇପାରନ୍ତି କିଛି ପ୍ରୋବ୍ଲେମ ହେଲେ ତମର ହେଲ୍ପ କରିପାରନ୍ତି। ବଟ୍ ଯୋଉ କେୟାର ଆଉ ଯୋଉ ପ୍ରୋଟେକ୍ସନ ତମର ଫ୍ୟାମିଲି ଠାରୁ ମିଳିବ ଯୋଉ ସପୋର୍ଟ ତମର ଫ୍ୟାମିଲି ଠାରୁ ମିଳିବ ସେଇଟା ତମକୁ ଆଉ କୋଉଠୁ ମିଳିବ ନାହିଁ। ଚାଲ ଦେଖିବା ନେକ୍ସଟ ହୋମ୍ ଆଣ୍ଡ ଲଭ୍। ଏଇଟା ଆସିଲା ଗୋଟେ ଛୋଟ ପିକ୍ଚର ହୋମର ୱିଥ୍ ହାର୍ଟ ୱିଥ୍ ଲଭ୍ର। Just home and love, the words are small, four little letters unto each, and yet you will not find in all the wide and gracious range of speech. Just home and love, the words are small. ଏଠି ଆମର ହୋମ୍ ଆଣ୍ଡ ଲଭ୍ ମାତ୍ର ଏଇ ଯୋଉ ଦିଟା ୱାର୍ଡ ଅଛି ହୋମ୍ ଆଉ ଲଭ୍ ଏଇଟା କେତେଟା ଲେଟରକୁ ନେଇକିନା କନସିଷ୍ଟ ଇଚ୍ କନସିଷ୍ଟ ଅଫ୍ 4 ଲେଟର। ହୋମ୍ରେ ବି 4ଟା ଲେଟର ଅଛି ଆଉ ଲଭ୍ରେ ବି 4ଟା ଲେଟର ଅଛି। ୱାର୍ଡ ଗୁଡ଼ା ଛୋଟ ହି ୱାର୍ଡ 4ଟା ଲେଟର କନସିଷ୍ଟ କରିକିନା ଗୋଟେ ଛୋଟ କୁନି ୱାର୍ଡଟେ ହୋମ୍ ଆଉ ଲଭ୍। ସେଇଟା ଏଠି ପୋଏଟ ଆମର କହିଛନ୍ତି କି ହୋମ୍ ଆଉ ଲଭ୍ରେ ମାତ୍ର 4ଟା ହିଁ ୱାର୍ଡ ଅଛି ମାନେ ଗୋଟେ ୱାର୍ଡରେ 4ଟା ହିଁ ଲେଟର ଅଛି। And yet you will not find in all the wide and gracious range of speech। କ'ଣ କହିଛନ୍ତି ଏଠି କି ତମେ ଏଇ ଯୋଉ 4ଟା ୱାର୍ଡ ମାନେ ଏଇ 4ଟା ଲେଟର କନସିଷ୍ଟ କରୁଥିବା ୱାର୍ଡର you will not find in all the wide and gracious range of speech। ମାନେ ତମେ ଏମିତି ୱାର୍ଡ ତମକୁ ଆଉ ମିଳିବ ନାହିଁ। ମାନେ ଏତେ ଛୋଟ ୱାର୍ଡରେ ଏତେ ସରି ଟିକେ ଗୋଟେ ସେକେଣ୍ଡ ହଁ ଏତେ ଗ୍ରେସିୟସ୍ ମାନେ ହଉଛି ଦୟାଳୁ ଏତେ ଦୟାଳୁ ରେଞ୍ଜ ଅଫ୍ ସ୍ପିଚ୍ ହଉଛି ଆମେ ଯୋଉଟା କୁହେ ଆମେ ଯୋଉଟା କୁହେ ଯୋଉଟା ଆମର ଭାଷା ସେଇଟାକୁ ମିଳିବ ନାହିଁ ତାର ସେମିତି ୱାର୍ଡ ମାନେ ଏଇ ୱାର୍ଡର ଦୟାଳୁ ମାନେ ହଉଛି କ'ଣ ଦ ୱାଇଡ୍ ଆଣ୍ଡ ଗ୍ରେସିୟସ୍ ରେଞ୍ଜ ଅଫ୍ ସ୍ପିଚ୍ ମାନେ ଏମିତି ୱାର୍ଡ ତମକୁ ଆଉ କୋଉଠି ଶୁଣିବାକୁ ମିଳିବ ନାହିଁ। ହୋମ୍ ଆଣ୍ଡ ଲଭ୍ ଏଇଟା ଛୋଟ କୁନି ୱାର୍ଡ ବାକି ବହୁତ ହି ସିମ୍ପଲ। Two more so tenderly complete when angels talk in heaven above. I'm sure they have no words more sweet than home and love। ତ ଏଠି କ'ଣ କହିଛନ୍ତି ପୋଏଟ ଟୁ ମୋର୍ ସୋ ଟେଣ୍ଡରଲି କମ୍ପ୍ଲିଟ୍ ମାନେ ଦିଟା ଯାକ ମିଶିକିନା ଏଇଟା ଟେଣ୍ଡରଲି ମାନେ ହଉଛି କୋମଳମତି। ଆମେ ଆମର ମାର୍କେଟ ଆଣିବା ହଁ
ग्रेशियस माने होची तुमको आगुरु भी कहिचे स्टूडेंट्स जेतेबेले तमे पढौची और किछि भी वर्ड्स की किछि भी पढौचे सेटा तमे साइड रे नोट डाउन कर दिथिबो तो ग्रेशियस माने होची दयालु और टेंडरली माने होची कोमलमती तो ये दिटा बहुत सिंपल शॉर्ट वर्ड्स जोटा इच अदर को कंप्लीट करे आउ कॉम्प्लीमेंट करे होम आउ लव माने घर सहित ही स्नेह स्टार्ट हुए भल पाइबा घर सहित ही आउ घरु ही स्टार्ट हुए when angels talk in heaven above angels माने कौन दूत माने angels माने होची दूत आमे तमे सब तो angels विषय रे जानि थिबो एठी होची गोटे छोट पिक्चर हमर अछि होम विथ एंजल आउ एटा होची हमर एंजल गोटे स्वीट सा सुंदर सा ब्यूटीफुल सा एंजल जेतेबेले एंजल माने भी हेवन रे कथा होथिबे से माने भी कहूथिबे कि एई दिटा वर्ड थारु तांको पाखरे भी आउ किछि सुंदर वर्ड नथिबो को दिटा वर्ड होम एंड लव एई दिटा वर्ड छडा तांको पाखरे भी जेतेबेले से माने भी कथा होथिबे एंजल्स माने नोन कोन पे एते भलो थिबारु से माने सेति में हेवन रे थांती एंजल्स माने काहे कि बिकॉज़ से माने सेति की स्वीट सेति की भलो थांती बोली से माने एंजल्स थांती तम मन को सब कॉम्प्लीमेंट करंती पेरेंट्स हुअନ୍ତୁ कि फ्रेंड्स हुअନ୍ତୁ केते सुंदर देखा जाउछु पूरा एंजल भलिया तो सेटा काहे कहंती बिकॉज़ एंजल माननको सबटु प्योर बोली हमें कंसीडर करंती सेति पे एंजल्स माननको जतो बेले से माने भी जतो बेले कथा होथिबे हेवन हेवन माने स्वर्ग इठी एटा को भी तमे नोट डाउन कर दियो एंजल्स माने होची दूत और हेवन माने होची स्वर्ग स्वर्ग रे जेतो बेले थाई कि ना एंजल्स माने कथा होतबे तांको पाखरे भी एई दिटा वर्ड छाडी के आउ किछि मिष्ट वर्ड नथिबो माने स्वीट माने मिठा याठू आउ किछि मिठा वर्ड नथिबो माने होम एंड लव थारु नेक्स्ट असला हमरो सेकंड स्टांजा just home and love, it's hard to guess which of the two were best to gain. Home without love is bitterness, love without home is often pain. माने एटा केते सिंपल स्वीट अछि बाकी केते ही भलो अछि जेमती वर्ड अछि ना होम एंड लव सेति के ही स्वीट ही पोएम टा माने कोन कहजंती ए दीटा भितरु दीटा वर्ड इच अदर को एते ही कॉम्प्लीमेंट करछंती कि आमे गेस करबाटा बहुत मुश्किल हे जाउछ बहुत हार्ड हे जाउछ कि दीटा भितरु कोटा बेटर किए बेटर अछि होम टा बेसी भल लागुची सुनिया पे आ बेसी भल ना लव टा बेसी भल सुनिया पे बेटर लागुची बट एटी पोएट कोन कहजंती लव होम विदाउट लव इज बिटरनेस माने ଯେତେବେଳେ ଘର ଥିବ ବାକି ଲଭ୍ ନଥିବ ଦେନ୍ ସେଇଟା ବିଟରନେସ୍ ବିଟରନେସ୍ ମାନେ ତିକ୍ତତା ମାନେ ବହୁତ ଖରାପ ହେଇଯାଏ ପିତା ହେଇଯାଏ ବିଟର ମାନେ ପିତା ତ ଯେତେବେଳେ ଘର ଥିବ କିନ୍ତୁ ଭଲ ପାଇବା ନଥିବ ଘରେ ବହୁତ ଝଗଡ଼ାଝାଟି ହଉଥିବେ ସମସ୍ତେ ମନମୁଟାବ ହଉଥିବ କେହି କାହା ସହିତ କଥା ହଉନଥିବେ ତ ଏମିତି ହେଲେ ଘରଟା ଭଲ ଲାଗେନି ଘରଟା ଘର ହେଇକିନା ରୁହେନି ସେଠି ଯେତେବେଳେ ଭଲ ପାଇବା ନଥିବ ଯେତେବେଳେ ମେମ୍ବର୍ସ ମାନଙ୍କ ଭିତରେ ଫ୍ୟାମିଲି ମାନଙ୍କ ଭିତରେ ଯେତେବେଳେ ଭଲ ପାଇବା ନଥିବ ଦେନ୍ ସେଟା ବିଟର ହେଇଯାଏ ଆଉ ସେମିତି ହିଁ ଲଭ୍ ୱିଦାଉଟ୍ ହୋମ୍ ଇଜ୍ ଅଫେନ୍ ପେନ୍ ମାନେ ଭଲ ପାଇବା ବିନା ଘରର ସେଇଟା ଅଫେନ୍ ପେନ୍ ଥାଏ ମାନେ ସେଇଟା ସରି ଇଜ୍ ଅଫେନ୍ ପେନ୍ ମାନେ ଲଭ୍ ୱିଦାଉଟ୍ ହୋମ୍ ଇଜ୍ ଅଫେନ୍ ପେନ୍ ମାନେ ସେଇଟା ବହୁତ କଷ୍ଟଦାୟକ ଥାଏ ଭଲ ପାଇବା ଥିବ କିନ୍ତୁ ଘର ନଥିବ ବହୁତ ପିଲା ଏମିତି ଅଛନ୍ତି ବହୁତ ଲୋକ ଏମିତି ଅଛନ୍ତି ଯାହାର ପେରେଣ୍ଟସ୍ ନାହାନ୍ତି ଘର ନାହିଁ ତାଙ୍କ ବିଷୟରେ କୁହାଯାଇଛି ଲଭ୍ ୱିଦାଉଟ୍ ହୋମ୍ ଇଜ୍ ଅଫେନ୍ ପେନ୍ ଯେତେବେଳେ ଘର ନଥାଏ ଭଲ ପାଇବା ତାଙ୍କ ମନରେ ବହୁତ ଥିବ ସବୁ କିଛି ବହୁତ ଥିବ ବଟ୍ ତାଙ୍କ ପାଇଁ ସରି ହଁ ବଟ୍ ତାଙ୍କର ପାଖରେ ଘର ନଥିବ କି ଫ୍ୟାମିଲି ନଥିବେ ହୋମ୍ ନଥିବ ତାଙ୍କ ପାଖରେ ଦେନ୍ ସେଇଟା ବହୁତ ପେନଫୁଲ୍ ଥାଏ ବହୁତ କଷ୍ଟଦାୟକ ଥାଏ No, each alone will seldom do. Somehow they travel hand in glove. If you win one, you must have two, both home and love. तो ଏଠି କ'ଣ କହିଛନ୍ତି ବିଟରନେସ୍ ମାନେ ସବୁ ଲେଖିଲ ନା ବିଟରନେସ୍ ମାନେ ହେଉଛି ତିକ୍ତତା ଆଉ ସେଲ୍ଡମ୍ नो each alone will seldom do क्वचित seldom ମାନେ ହେଉଛି क्वचित ହଉ ଏଠି କ'ଣ କହିଛି नो each alone will seldom do ସେଲ୍ଡମ୍ ଏଠି କ'ଣ କରୁଛି ଏଇ ଦିଟା ଯାକ ଏକା ଏକା ହେଇପାରିବାନି ମାନେ ଏକା ଏକା ହେଲେ ବହୁତ କ୍ୱଚିତ ଏମିତି ଏକା ସହିତ ସେମାନେ ଖରାପ ହେଇଯାଆନ୍ତି ଯେତେବେଳେ ହୋମ୍ ଥିଲେ ଲଭ୍ ନଥାଏ କି ଲଭ୍ ଥିଲେ ହୋମ୍ ନଥାଏ
देन सेटा क्वचित ही भल हो पार माने रेयरली सेटा एमती भल हो पार somehow they travel hand and glove माने परस्पर निकटतर माने एका सहित hand and glove माने हाथ आ ग्लव्स ते कौन पे तैयारी होता है हाथ रे खाली पिंधिबा पई ही तैयारी होता है तो से माने कौन ग्लव्स हैंड टा सब एका सहित थांती एकाठी थांती एठी सेटा कुहा जायछि तार मीनिंग सेटा हैंड एंड ग्लव माने एका सहित थांती एठी हमर होम एंड लव को नेकिना पोएट सेटा कहिसंती कि एका एका से माने चली पारंती नाही लव जदि थिबो देन होम दरकार ता पे होम जदि थिबो देन लव दरकार ता पे आ सेटा एमती बहुत रेयर केस रे हुए कि बिना घरे मनुष्य भल पाइकिना एका अछि कि घर थिबो आउ लोक मैंने सेठी भल न भल पाइकिना एका एका रोचन सेमती बहुत ही रेयर केस रे थाई पारे रेयर केस रे मो मतरे तो न ही थिबो बट पोएट जेहेतु कहउछंती तो हमें सेटा मानिबा कि सेल्डम केबे केबे थाए बट से माने एका सहित से माने ट्रैवल करंती माने होम एंड लव टा सब बेले एका सहित परस्पर सहित थाए If you win one, you must have two, both hope and love. जदि तुम जितुच देन तुमको दीटा जाक जितबार अच्छी जदि तुम गोटे घर बनइल देन फैमिली मान को भल पाइकिना घरे रखिबाटा हूँ इम्पोर्टेंट जदि तुम बहुत भल पाइबा अच्छे आ फैमिली नहीं देन से भल पाइबाटा वेस्ट तो जदि तुमको जितबार अच्छे देन तुमको दीटा जाक एका सहित बैलेंस करकिना रखिबार अच्छे बोथ घर आउ भल पाइबा बस स्नेह then asila amaro third stanza. And if you have both, well then I'm sure you ought to sing the whole day long. It doesn't matter if you're poor, with this to make divine your song. And so I praisefully repeat, when angels talk in heaven above, there are no words more simply sweet than home and love. तो ये कौन कही पोएट और कितने स्वीट और सिंपल लैंग्वेज रे कही नुहे कौन कहते दीटा जाक जिते तुम पाखे अच्छी देन मु श्योर माने पोएट कहते कि मु श्योर देन तुम पूरा दिन सारा एमती गीत गायकी मजार रोथब एटी ओ टू सिंग माने कौन कि तुम दिन सारा एमती गीत गाउथब आराम से खुशी अच्छ माने गीत गाइबा माने कौन से कहते लिटराली तुम गीत गाउच से गीतटा चाहे सैड सॉन्ग हो सेमती कहना कहबार मान हूँ कि तुम बहुत खुशी अच्छ तुम जदि तुम पाखे लव अच्छी और जदि तुम पाखे होम अच्छी देन तुम ठार खुशी मनीष आ कि ना तुम पाखे गोटे फैमिली अच्छी जे तुमको भल पाऊँ देन तुम ठार खुशी मनीष कहीं ना तो से कहते कि से दिन रात एमती गीत गाउथब होल डे न माने दिन सारा सेमती गीत गाउथब आटार मान हूँ से खुशीटा को दर्शे It doesn't matter if you are poor, with this to make divine your song. And so I praisefully repeat when angels talk in heaven above. तो एथरे कौन कहते कि तुमर मैटर करेनि कि तुम गरीब कि कौन तुम पाखे पैसा अच्छी कि नहीं सेटा मैटर करेनि मैटर कौन करे तुम केते भल पाउच आ तुमर फैमिली मेंबर्स माने तुमको केते भल पाउछंती सेटा मैटर करे जदि तुम गरीब और तुम पाखे भल पाइबा अच्छी देन तुम खुशी अच्छे तुम पाखे जदि फैमिली अच्छी तुम पाखे जदि होम अच्छी देन तुम ठार खुशी मनीष आउ कहीं नहीं तो विथ दिस टू मेक डिवाइन योर सॉन्ग डिवाइन माने भगवान कार्यर फलाफल एठी तुम अंडरलाइन करके सेटा लिखि दियो साइड रे डिवाइन माने होची भगवान कार्यर फलाफल को डिवाइन बोली कहा जाए जदि तुम पाखे ये दीटा अच्छी देन तुम से गोटे ब्लेसिंग अच्छी तो सेटा से कहते एंड सो आई प्रेज फुल्ली रिपीट when angels talk in heaven above there are no words more simply sweet than home and love एठी हमर आसीगला एठी होम को केमती एंजल्स माने एठी गार्ड करूछंती तो एठी आउथरे से वापस पोइट से ही कहछंती कि तमे याठू भल जिनस मु कोन ही कहबी तुम मानको जदि तुम मानको पाखेरे होम आउ लव अच्छी देन याठू इंपोर्टेंट जिनस किछि नाही दुनिया रे जदि सेटा अच्छी देन तुम ठारू खुशी मनीष आउ लकी मनीष तुम पाखरु आउ केही नाहंती आउ एंजल्स माने हेवन रे थाइकिना स्वर्ग रे थाइकिना से माने भी सेटा ही कहउथिबे कि एई दीटा वर्ड छडा आउ किछि भला वर्ड नाही को वर्ड दीटा होम एंड लव एई दीटा वर्ड छाड़ी कि आउ किछि बेटर वर्ड नाही एंजल्स माने भी सब बेले सेटा ही कहउथिबे
तो एठी हमर चैप्टर सरला एबे चलो जिबा डिफिकल्ट वर्ड्स ऊपर ग्रेशियस ग्रेशियस माने होची दयालु टेंडरली माने कोमलमती हेवन माने स्वर्ग बिटरनेस माने तिक्तता सेल्डम माने क्वचित हैंड इन ग्लोव माने परस्परर निकटतर डिवाइन माने भगवान को कार्यरु फलाफल प्रेजफुल माने प्रशंसा एंजल्स माने दूत माने आउ एठी होची हमर गोटे छोट क्यूट सा हेवन रे थिबा एंजल केते क्यूट हेची ना सुंदर पूरा आमे जति जाको झियो स्टूडेंट्स अछंती से माने सब एमती ही क्यूट थिबे से माने भी निजर छोट छोट एंजल निज निज पेरेंट्स को पई छोट छोट एंजल्स खाली पेरेंट्स को पई नै आमे जते भी टीचर्स अछु समस्त को पई त माने होचे छोट छोट एंजल्स ऑलराइट तो थैंक यू फॉर लिसनिंग वेरी पेशेंसली आउ किछि भी डाउट थिबो जदी रिलेटेड ए होम एंड लव रिलेटेड किछि भी जदी डाउट अछि देन मते तळे जो कमेंट सेक्शन अछि सेठी तमे पचरबो तम क्वेरीज कोड सब मु सेठी फुलफिल करी ऑलराइट किछि भी जदी प्रॉब्लम्स थिबो आउ मोर क्यूट क्यूट स्टूडेंट्स मानक पई ए सुंदर सा फ्लावर सब एंजल एंजल स्टूडेंट्स कमाई ए छोट कुनी व्हाइट फ्लावर ହେଲା ଠିକ ସେ ରହିବ ଭଲସେ ପଢିବ ନିଜର କେୟାର ନବ ପ୍ୟାରେଣ୍ଟସ୍ ଙ୍କର ବି କେୟାର ନବ ଚलो ବାय